ବୃଷ ରାଶି ଦ୍ୱାଦଶ ରାଶିଚକ୍ରର ଦ୍ୱିତୀୟ ରାଶି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ମହାଗ୍ରହ ବୃଷ ରାଶିର ଅଧିପତି ହୋଇଥିବା ବେଳେ ଶୁକ୍ର ମହାଗ୍ରହଙ୍କର ଅଧିଷ୍ଠାତ୍ରୀ ଦେବୀ ମା ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରିଲେ ବୃଷ ରାଶି ଜାତ ବ୍ୟକ୍ତିବିଶେଷ ବହୁତ ସୁଫଳ ଲାଭ କରିଥାନ୍ତି। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଚଳିତ 2025 ମସିହା ମଇ ମାସରେ ଦ୍ୱାଦଶ ରାଶିଚକ୍ରର 12ଟି ଯାକ ରାଶିର ରାଶିଫଳ ଜାଣିବାକୁ ଯିବା ଅବସରରେ ଆମେ ଜାଣିବା ଏହି ସମୟରେ ଦ୍ୱାଦଶ ରାଶିଚକ୍ରରେ ପରିଭ୍ରମଣ କରୁଥିବା 9 ଗୋଟି ମହାଗ୍ରହଙ୍କ ମଧ୍ୟରୁ 4 ଗୋଟି ମହାଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି। ଗତ ମାର୍ଚ୍ଚ ମାସ 29 ତାରିଖ ଶନିବାର ଶନି ଅମାବାସ୍ୟା ଦିନ ଶନି ମହାଗ୍ରହ ଗୋଚରରେ କୁମ୍ଭ ରାଶି ନିଜ ରାଶି କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିଛନ୍ତି ଏବଂ ଆସନ୍ତା ମେ ମାସ 14 ତାରିଖ ବୁଧବାର ଦିନ ବୃହସ୍ପତି ମହାଗ୍ରହ ଗୋଚରରେ ବୃଷ ରାଶିରୁ ବାହାରି ମିଥୁନ ରାଶିରେ ପ୍ରବେଶ କରିବେ ଏବଂ ଠିକ୍ ତାର 4 ଦିନ ପରେ ମଇ ମାସ 18 ତାରିଖ ଦିନ ରାହୁ ଏବଂ କେତୁ ମହାଗ୍ରହ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି 4 ଗୋଟି ବଡ଼ ମହାଗ୍ରହଙ୍କର ରାଶି ପରିବର୍ତ୍ତନରେ ସମଗ୍ର ଦ୍ୱାଦଶ ରାଶିଚକ୍ର ଗଭୀର ଭାବରେ ପ୍ରଭାବିତ ହୋଇଥାଏ। ଆଗକୁ ଜାଣିବା ଏହି ମଇ ମାସ ପାଇଁ ରାଶିଚକ୍ରର 12ଟି ଯାକ ରାଶି ଉପରେ ଏମାନଙ୍କର ଏହି ରାଶି ପରିବର୍ତ୍ତନର କ'ଣ ପ୍ରଭାବ ରହୁଛି। ଆଜିର କ୍ରମରେ ଜାଣିବା 2025 ମସିହା ମଇ ମାସ ପାଇଁ ବୃଷ ରାଶିର ମାସିକ ରାଶିଫଳ ସମ୍ପର୍କରେ। ଚଳିତ 2025 ମସିହା ମଇ ମାସରେ ବୃଷ ରାଶିର ଅଧିପତି ଶୁକ୍ର ମହାଗ୍ରହ ବୃଷ ରାଶିର ଏକାଦଶ ବା ଆୟଭାବ ମୀନ ରାଶିରେ ଉଚ୍ଚ ଭାବରେ ଅବସ୍ଥାନ କରିବେ ଏବଂ ବୃଷ ରାଶିରେ ମୀନ ରାଶିର ଅଧିପତି ବୃହସ୍ପତି ମହାଗ୍ରହ ଚଳିତ ମଇ ମାସ 14 ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରୁଥିବାରୁ ଏହି ସମୟରେ ବୃଷ ରାଶି ପାଇଁ ମହାଲକ୍ଷ୍ମୀ ଯୋଗର ନିର୍ମାଣ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଲଗ୍ନ ଓ ଲାଭ ଭାବର ଅଧିପତି ଦ୍ୱୟ ଶୁକ୍ର ଏବଂ ବୃହସ୍ପତିଙ୍କର ଘର ବିନିମୟ ବୃଷ ରାଶି ଜାତକକୁ ଆର୍ଥିକ କ୍ଷେତ୍ରରେ ପ୍ରବଳ ଲାଭ ପ୍ରଦାନ କରିବ। ବାଣିଜ୍ୟ ବ୍ୟବସାୟରୁ ପ୍ରଚୁର ଧନ ଉପାର୍ଜନ କରିବେ। ଆୟର ମାତ୍ରା ବହୁଗୁଣିତ ହେବ। ବିଭିନ୍ନ ସୂତ୍ରରୁ ତଥା ବିଭିନ୍ନ ଉପାୟରେ ଧନପ୍ରାପ୍ତିର ସମ୍ଭାବନା ରହିଛି। ବୃଷ ରାଶିରେ ଅବସ୍ଥିତ ବୃହସ୍ପତି ମହାଗ୍ରହଙ୍କର ପଞ୍ଚମ ଦୃଷ୍ଟି କନ୍ୟା ରାଶି ଉପରେ ରହିଥିବାରୁ ବିଭିନ୍ନ ଆର୍ଥିକ ସେକ୍ଟରରେ କରିଥିବା ପୁଞ୍ଜି ନିବେଶରୁ ଏହି ସମୟରେ ଭଲ ରିଟର୍ଣ୍ଣର ଆଶା କରିପାରନ୍ତି। ଅର୍ଥ ବଜାରରେ ଅର୍ଥ ଲଗାଣ ପାଇଁ ଚଳିତ ସମୟଟି ବଡ଼ ସୁନ୍ଦର ସମୟ। ଭବିଷ୍ୟତରେ ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ ତଥା ଆନୁଷଙ୍ଗିକ ଆର୍ଥିକ କ୍ଷେତ୍ରରୁ ବିନିଯୋଗ କରିଥିବା ଅର୍ଥର ବହୁଗୁଣ ରାଶି ଫେରସ୍ତ ପାଇପାରିବେ। ବୃହସ୍ପତିଙ୍କର ବୃଷ ରାଶିର ସପ୍ତମ ସ୍ଥାନ ବିଛା ରାଶି ଉପରେ ଦୃଷ୍ଟି ପ୍ରଦାନ ଜାଗାବାଡ଼ି ବେପାର ବା ରିଏଲ ଇଷ୍ଟେଟ୍ ବ୍ୟବସାୟରୁ ଭଲ ମୋଟା ରକମର ଟଙ୍କା ବୃଷ ରାଶି ଜାତ ବ୍ୟକ୍ତିଙ୍କୁ ପ୍ରାପ୍ତ କରାଇବ। ସରକାରୀ ଠିକାଦାରୀ ବା କଣ୍ଟ୍ରାକ୍ଟ କରୁଥିଲେ ଭଲ କାମର ଠିକା ପାଇପାରିବେ। ବୃଷ ରାଶି ପାଇଁ ମଇ ମାସର ପ୍ରଥମାର୍ଦ୍ଧଟି ପ୍ରେମ ଓ ପରିଣୟ ପାଇଁ ବଡ଼ ଉପଯୋଗୀ ସମୟ ସାବ୍ୟସ୍ତ ହେବ। ଲଭ୍ ଲାଇଫ୍ ବା ପ୍ରେମ ସମ୍ପର୍କରେ ଥିବା ପୁଅ ଝିଅ ପରସ୍ପର ପ୍ରତି ଆସ୍ଥା ଓ ବିଶ୍ୱାସ ପ୍ରକଟ କରିବେ। ମାସର ଦ୍ୱିତୀୟାର୍ଦ୍ଧରେ ଏକତ୍ର ଭ୍ରମଣ ପାଇଁ ଯାଇପାରନ୍ତି। ପ୍ରେମ ସମ୍ପର୍କଟିକୁ
ପରିଣୟ ସୂତ୍ରରେ ବାନ୍ଧି ଦେବା ପାଇଁ ମନସ୍ଥ କରିବାର ବହୁତ ସମ୍ଭାବନା ରହିଅଛି। ପାରିବାରିକ ଜୀବନ ଠିକ୍ଠାକ୍ ରହିବ। ପରିବାରରେ ସୁଖ ସମୃଦ୍ଧି ଓ ଶାନ୍ତି ବିରାଜମାନ କରିବ। କିନ୍ତୁ ସମୟରେ ବୃଷ ରାଶିର ତୃତୀୟ ଭାବ କର୍କଟ ରାଶିରେ ନୀଚ ଭାବରେ ଅବସ୍ଥାନ କରିଥିବା ମଙ୍ଗଳ ମହାଗ୍ରହ ଭ୍ରାତୃବିବାଦ କରାଇବାର ସମ୍ଭାବନା ଦେଖାଦେଇପାରେ। ଅବଶ୍ୟ ମଇ ମାସ 14 ତାରିଖ ପରେ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କଲେ ଏବଂ ବୃହସ୍ପତି ମହାଗ୍ରହ ମଧ୍ୟ ବୃଷ ରାଶିର ଦ୍ୱିତୀୟ ଭାବ ମିଥୁନ ରାଶିରେ ପ୍ରବେଶ କଲେ ଏଭଳି ସମସ୍ୟା ଦେଖାଦେଇଥିଲେ ତାହାର ଅନ୍ତ ଘଟାଇବେ। ମଇ ମାସର ଦ୍ୱିତୀୟାର୍ଦ୍ଧରେ ବୃହସ୍ପତିଙ୍କର ମିଥୁନ ରାଶିରେ ଗୋଚର ବୃଷ ରାଶିଜାତ ବ୍ୟକ୍ତି ବିଶେଷଙ୍କୁ ବିପୁଳ ଧନ ପ୍ରଦାନ କରୁଥିବା ରାସ୍ତାର ପଥିକ କରିବ। ଆଗାମୀ 13 ମାସ ଯାଏଁ ବୃଷ ରାଶିର ଆୟଭାବର ଅଧିପତି ବୃହସ୍ପତି ବୃଷ ରାଶିର ଦ୍ୱିତୀୟ ଧନ ଭାବରେ ଅବସ୍ଥାନ କରିବା ବୃଷ ରାଶିଜାତ ବ୍ୟକ୍ତି ବିଶେଷଙ୍କ ପାଇଁ ମା ମହାଲକ୍ଷ୍ମୀଙ୍କର ବିଶେଷ କରୁଣାକୁ ସୂଚାଉଛି। ଶୁଭ ଗ୍ରହଙ୍କର ଦଶା ତଥା ଅନ୍ତର୍ଦଶା ଭୋଗରେ ବୃଷ ରାଶିଜାତ ବ୍ୟକ୍ତି ସମୟକ୍ରମେ କୁବେର ପାଲଟି ଗଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଜଣାଯାଏ ଚଳିତ ମଇ ମାସର ପ୍ରଥମାର୍ଦ୍ଧରେ ବୃଷ ରାଶିଜାତ ବ୍ୟକ୍ତି କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗ କରୁଥିଲେ ମାସର ଦ୍ୱିତୀୟାର୍ଦ୍ଧରେ ରୋଗରୁ ଆରୋଗ୍ୟ ପ୍ରଦାନକାରୀ ଗ୍ରହ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କଲେ ରହିଥିବା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହୋଇଯିବ। ଏ ତ ଗଲା ମୋଟାମୋଟି ଭାବରେ ବୃଷ ରାଶି ପାଇଁ ମଇ ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ବୃଷ ରାଶିଜାତ ବ୍ୟକ୍ତି ଶୁକ୍ର ମହାଗ୍ରହଙ୍କର ଅଧିଷ୍ଠାତ୍ରୀ ଦେବୀ ମା ମହାଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ଆଦି ଶଙ୍କରାଚାର୍ଯ୍ୟଙ୍କ ବିରଚିତ କନକଧାରା ସ୍ତୋତ୍ର ପାଠ କଲେ ନିରୋଗ ରହିବା ସହିତ ଧନଧାନ୍ୟର ବୃଦ୍ଧି ଘଟିଥାଏ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ରହିଥିବା ସମସ୍ତ ଅଶୁଭତ୍ୱ ଦୂର ହୋଇ ବୃଷ ରାଶିଜାତ ବ୍ୟକ୍ତିଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।